ହରି ବୋଲ। ସମସ୍ତ ବଡ଼ାମକୁଳିଆ ମାନଙ୍କୁ ମୋର କୋଟି କୋଟି ପ୍ରଣାମ। ସେଇ ନିରାକାର ବଡ଼ାମ ଠାକୁର ସମସ୍ତଙ୍କୁ ଖୁସିରେ ରଖନ୍ତୁ, ଭଲରେ ରଖନ୍ତୁ। ସମସ୍ତଙ୍କ ମନ ଭିତରେ ଗୋଟେ ସଦ୍ବୁଦ୍ଧି, ଆତ୍ମଜ୍ଞାନ, ଆତ୍ମଚେତନା ଦିଅନ୍ତୁ। ମୁଁ ରଞ୍ଜନ କୁମାର ନାୟକ ବଡ଼ାମକୁଳିଆ କଥାରେ ଆଉ ପଦେ କହିବା ନାଗେ ଯେ ଆଉ ଗୋଟେ ଭିଡ଼ିଓରେ ଆଗରୁ ଗତ ଭିଡ଼ିଓରେ ମୁଇଁ କହୁଥିଲି କି ଉଦ୍ଦାଳକ ଋଷିର କଥା। ଉଦ୍ଦାଳକ ଋଷିର ନାଁ ଅନୁସାରେ ହେଲା ଉଦଳା। ତ ଉଦ୍ଦାଳକ ଋଷି କିଏ, ତାଙ୍କର ଦର୍ଶନ କିସ ଥିଲା, ସିଏ ସମାଜକୁ କିସ ଦର୍ଶନ ଦେଇଛନ୍ତି, କିସ ଜ୍ଞାନ ଦେଇଛନ୍ତି, ସେଇ ଜ୍ଞାନର ବିନ୍ଦୁଏ ଖଣ୍ଡେ ଆମ ଠାଣା ଅଛି କି ନାହିଁ, ବଡ଼ାମକୁଳିଆ ପାଖରେ ଅଛି କି ନାହିଁ, ସେଇ କଥାକୁ ଟିକେ ଆଜି ଗୋଟେ ଆଲୋଚନା କରିବା। ତ ଉଦ୍ଦାଳକ ଋଷି ସିଏ ତ ପାଞ୍ଚାଳ ଦେଶର ଗୋଟେ ରାଜକୁମାର ଥିଲେ। ସିଏ ଗୁରୁକୁଳକୁ ଯାଇକରି ବିଦ୍ୟା ଅର୍ଜନ କଲେ। ଗୁରୁକୁଳକୁ ଯେତେବେଳେ ଗଲେ ତାଙ୍କର ଗୁରୁ ଥିଲା କିଏ, କହୁଥିଲେ କି ସେ ଗତ ଭିଡ଼ିଓରେ, ଧୌମ୍ୟ। ଉଦ୍ଦାଳକ ଋଷିର ଗୁରୁ ହେଲେ ଧୌମ୍ୟ। ଉଦ୍ଦାଳକ ସାଙ୍ଗରେ ଆଉ ଦୁଇ ଜଣ ଶିଷ୍ୟ ବି ପଢ଼ୁଥିଲେ। ଗୋଟେ ହେଲା ଉପମନ୍ୟୁ, ଆଉ ଜଣେ ହେଉଛି ବେଦ। ଏ ତିନି ଜଣ ଶିକ୍ଷା ନେଉଥିଲେ ଗୁରୁ ଧୌମ୍ୟ ଠାଣେ। ଧୌମ୍ୟ ଗୁରୁ ଥିଲା ସେଟା କ'ଣ ଥିଲା ନା, ଭାରି କଡ଼ା ଗୁରୁ, ଭାରି ଭୟଙ୍କର ପରୀକ୍ଷା ନିଏ। ସେ କଠୋର ପରୀକ୍ଷା ନେଉଥିଲେ ଧୌମ୍ୟ। ଧୌମ୍ୟଙ୍କର ବର୍ଣ୍ଣନା ପୁଣି ଆଉ କେଉଁଥିରେ ରହୁଛି, ଧୌମ୍ୟ ହେଉଛନ୍ତି ପୁରୋହିତ କାହାର, ପାଣ୍ଡବମାନଙ୍କର। ପାଣ୍ଡବମାନଙ୍କର ଯେତେ ଯଜ୍ଞ ଫଜ୍ଞ ଯାହା ହେଇଥିଲା ସବୁ ଋଷି ଧୌମ୍ୟ କରିଥିଲେ। ଏମିତି ବି କୁହାଯାଇପାରିବ କି ସେଟା ପାଣ୍ଡବମାନଙ୍କର କୂଳ ପୁରୋହିତ ଧୌମ୍ୟ, ସେ ଋଷି। ତ ଭାରି କଡ଼ା ପରୀକ୍ଷା ନିଅନ୍ତି। ସିଏ ଦିନେ ଋଷି ଉଦ୍ଦାଳକକୁ କହିନେ ବର୍ଷା ହେଉଥାଏ, ଯାହା ସେ ବର୍ଷା ହେଉଛି ବିଲଟା, ସେ ଚାଷବାସ ଶିଖଉଥିଲେ, ସବୁ କାମ କରୁଥିଲେ। କାହାକୁ ଉପମନ୍ୟୁକୁ ଗୋରୁ ଚୋରେଇକି ପଠାଇଥିଲେ, ଗୋରୁ ବଗାଳିଆ ଡ୍ୟୁଟି ଦେଇଥିଲେ। ଇଏ ଉଦ୍ଦାଳକ ବିଲବାଡ଼ି ଚାଷ। ତ ଗୁରୁ ପଠାନି, ଧୌମ୍ୟ ଗୁରୁ ପଠାଇଦେନି ଉଦ୍ଦାଳକକୁ, ଯାରେ ଆଜି ବର୍ଷାଟା ହେଉଛି, ପାଣିଟା ବୋହିଛି, ଆଗ ହିଡ଼ଟା ବାନ୍ଧି ଦେଇକରି ଆସିବେ। ବର୍ଷା ହେଉଛି, ପ୍ରବଳ ବର୍ଷା। ଉଦ୍ଦାଳକ ଗଲେ ପାଣି ଅଟକେଇବେ। ଏଡି ଜୋର ବର୍ଷା ହେଉଛି ଯେ ପାଣିଟା ଅଟକି ଆକାଳେ ଯେଟେ କୋଦାଳ ଚୋଟେ ମାରିକିରି ମାଟି କୋଟେ ରଖିଲା ବେଳେ ରହୁଛି ନା, ପାଣି ସବୁ ଭସେଇ ନେଉଛି। ଆଉ ସେ ବନ୍ଧଟା, ସେ ବିଲରେ ପାଣି ରହି ଆଗ ବନ୍ଧ ଗୋଟେ ହିଡ଼ ଗୋଟେ ରହିନି ସିନା ପାଣି ରହି ଆଗେ, ସେ ହିଡ଼ଟା ବାନ୍ଧି ପାରିନି ନାହିଁ। ପାଣି ତ ଏତେ ଜୋର ଆସିଛି, ଖେଳ ବାନ୍ଧି ଆଗେ। ଶେଷରେ ଇଏ ଉପାୟ ନାହିଁ ପାଇକରି ନିଜେ ହିଡ଼ ହେଇକରି ସେଠି ଶୋଇପଡ଼ିଲେ। କିଏ, ଉଦ୍ଦାଳକ ନିଜେ ପାଣି ଅଟକେଇବା ନାଗି ନିଜେ ହିଡ଼ ହେଇଗଲେ, ସେଇଠି ଶୋଇ ପଡ଼ିଲେ। ସନ୍ଧ୍ୟା ହେଲା, ରାତି ହେଲା, ଦେଖିଲେ ଯେତେବେଳେ ଉଦ୍ଦାଳକ ଆସିନାହିଁ, ଗୁରୁ ଧୌମ୍ୟ ଖୋଜି ଗନେ ବିଲକୁ। କୁଆଡ଼େ ଗଲୁ ରେ ଉଦ୍ଦାଳକ? କହିଲା, ଗୁରୁ ମୁଁ ଏଇଠି। ଆଉ ମାନେ ଗୁରୁର ଆଦେଶ ପାଳନ କରିବା ଲାଗି ସିଏ ସେଇଠି ଶୋଇକରି ରହିଲେ। ଉଠିକିନା ପୁଣି ପାଣିଟା ପଳାକେ ନା, ତେଣୁ ପାଣିଟା ଅଟକେଇବାର ଅଛି। ଗୁରୁ ଆଦେଶ କରିଛି, ଯାହା ବନ୍ଧ ବାନ୍ଧିକିରି ପାଣି ଅଟକେଇବୁ, ଏ ପାଣିଟା ଅଟକେଇବାର ଲାଗି ସେଠି ଶୋଇଛି। ଆଉ ତାର ସେ ଗୁରୁ ଭକ୍ତିରେ ପ୍ରସନ୍ନ ହେଇକରି ତାକୁ ନାଁ ଦେଇଥିଲେ ଉଦ୍ଦାଳକ। କିନ୍ତୁ ଉଦ୍ଦାଳକ ପୂର୍ବରୁ ତାର ନାଁ ଥିଲେ ଅରୁଣୀ। ସେ
ସେ ଥିଲେ ପାଞ୍ଚାଳ ଦେଶର ରାଜକୁମାର ଅରୁଣୀ। ଅରୁଣୀରୁ ଗୁରୁ ତାକୁ ଉପାଧି ଦେନେ ଉଦ୍ଦାଳକ। ଉପାଧି ଦେବା ସାଙ୍ଗରେ ଗୁରୁ ତାକୁ ବରଦ ନେଇକି ତୋର ଗୁରୁ ଭକ୍ତିରେ ସନ୍ତୁଷ୍ଟ ହୋଇକରି ଧୌମ୍ୟ ତାକୁ ଏମିତି ବରଦ ନେଇକି ତୁଇ ବିନା ପଢ଼ାରେ ବେଦ ଜ୍ଞାନ ତୋର ପାଖରେ ଆସିବ, ତୁଇ ପାଇଯିବୁ। ମାନେ ବିନା ପଢ଼ାରେ, ବେଦ ପଢ଼ିବା ଦରକାର ନାହିଁ, ତୋର ଠାଣିକି ବିନା ପଢ଼ାରେ ବେଦ ଜ୍ଞାନଟା ପହଞ୍ଚିବ। ଏଇଟା ଗୁରୁର ଆଶୀର୍ବାଦ। ଇଏ ଉଦ୍ଦାଳକ। ଅରୁଣୀରୁ କିନ୍ତିକିରି ଉଦ୍ଦାଳକ ହେଲା, ଇଏ ହେଲା କଥା। ଠିକ୍ ଅଛି। ଉଦ୍ଦାଳକ ଅନେକ ଦିନ ଗଲା ପରେ ବାହା ସାହା ନେଇ ତାର ଛୁଆ ପିଲା ସଂସାର କରନି ଋଷି ଉଦ୍ଦାଳକ ଋଷିରେ ଗୋଟେ ପୁଅ ହେଲା। ସିଏ ସେତେବେଳେ ଗୋଟେ ବହୁତ ବଡ଼ ଗୁରୁ ହେଇଯାଇଥିନି ଉଦ୍ଦାଳକ। ସିଏ କହୁଥିଲେ ଶାଖା ଫାଖା ଯେଉଁ ଗୃହସ୍ଥ ଆଶ୍ରମ ଶାଖାରେ ସିଏ ଶିକ୍ଷା ଦେବା ଆରମ୍ଭ କରିଥିନି। ଅନେକ ଶିଷ୍ୟ ଆସନ୍ତି ତାଙ୍କ ଠାଣିକି ଶିକ୍ଷା ନେବା ପାଇଁ। ତାର ଗୋଟେ ପୁଅଟେ ହେଲା, ସେଟା ହେଲା ଶ୍ୱେତକେତୁ। ଶ୍ୱେତକେତୁ 12 ବର୍ଷ ଯାଏଁ ସୁଦୁ ଚଗଲା ହେଇକରି ବୁଲିଲା, ପାଠ ପଢ଼ିଲା ନାହିଁ। ତାର ବାପ ଠାଣିକି ଯେତେ ସବୁ ଉଦ୍ଦାଳକ ଠାଣିକି ଯେତେ ସବୁ ଶିଖିକି ଆସନ୍ତି, ପାଠ ପଢ଼ିକି ଆସନ୍ତି ସବୁ ଶିଷ୍ୟ ଗୁଡ଼ାକୁ, ସେ ତାଙ୍କର ସାଙ୍ଗରେ ଖେଳିଲା ବୁଲିଲା, ବଦମାସି ହେଲା, ସୁଦୁ ପାଠ ନାଁ ଧରିଲା ନାହିଁ। ତ ଉଦ୍ଦାଳକ ଗୋଟେ ଟେନସନ୍ରେ ରହିଲା। ସିଏ ଭାବିଥିଲା କି ଗୁରୁ ଉଦ୍ଦାଳକ କିସ ଭାବୁଥିଲେ, ନାଇଁ ତାର ମନ ଯେଦିନ ହାକେ ଗୋଟେ ମନ ଭିତରେ ଆଗ୍ରହ ସୃଷ୍ଟି ହେନେ ସିଏ ପାଠ ପଢ଼ିଆକେ, ଇଏ କିନ୍ତୁ ତାର ମନ ଭିତରେ ସେ ଆଗ୍ରହ ହିଁ ତିଆରି ହେଲା ନାହିଁ। ଯେତେବେଳେ 12 ବର୍ଷ ହେଇଗଲା, ଉଦ୍ଦାଳକ କିସ କରିନି ନା ତାର ସଙ୍ଗ ଚେଞ୍ଜ କରିଦେନି, ବଦଳାଇ ଦେନି। ଟିକେ ଘରେ ରହିନେ ବଦମାସି ଅଛି, କହିନେ ତୁ ହିଁ ଗୁରୁକୁଳକୁ ପଳା, ଯା ତୁ ହିଁ ଆଶ୍ରମରେ ରହିବେ। ଆମର ବଂଶରେ ତ ଏମିତି କେହି ଜଣେ ନାହିଁ ଯେ ମାନେ ବେଦ ଜ୍ଞାନ ଜାଣି ନାହିଁ। ତୁଇ ତ ଆଜି ଯାଇ ନା ବେଦ ନା ବେଦାନ୍ତ କିଛି ପଢ଼ିଲେ ନାହିଁ, ପାଠ ସାଠ ନାହିଁ, କିଛି ନାହିଁ, ଖେଳିଲେ ବୁଲିଲେ, ଆଉ ତୁଇ ଆଉ ଘରେ ରହିବା ଦରକାର ନାହିଁ, ତୁଇ ଯା, ତୁଇ ହିଁ ଗୁରୁକୁଳରେ ରହିକରି ପାଠ ପଢ଼ିକିରି ଆସିବେ। ଠିକ୍ ଅଛି। ଶ୍ୱେତକେତୁ ଗଲା ପାଠ ପଢ଼ିବା ନାହିଁ। 12 ବର୍ଷରେ ଗଲା, ସିଏ 12 ବର୍ଷ ପାଠ ପଢ଼ିଲା। 24 ବର୍ଷ ହେଲା ବେଳେ ଆଇଲା ବେଳେ ସିଏ ଯେତେବେଳେ ଆସିଲା, ବାପକୁ ହିଁ ଆଉ ମୁଣ୍ଡିଆ ମାଇଲା ନାହିଁ। ଆସିକିରି ବାପ ସାମ୍ନାରେ ବସି ପଇଲା, ମୁଣ୍ଡିଆଟେ ହିଁ ମାରିଲାନି। ଉଦ୍ଦାଳକ ଜାଣିପାରିନି କି ଓହୋ ଇଏ ବେଦ ପଢ଼ିକିରି ଆସିଲା ନା। ସେ ବେଦାଙ୍ଗ ଉପବେଦ ସବୁ ଜ୍ଞାନ ଗୁଡ଼ା ସିଏ ତାର ଶ୍ୱେତକେତୁ ସେଇ ଗୁରୁକୁଳରେ ପଢ଼ିକିରି ଆସିଲା। 12 ବର୍ଷ ପଢ଼ିଛି। ତା ମନ ଭିତରେ ଗୋଟେ ବହୁତ ଗର୍ବ, ମୁଁ ବେଦ ପଢ଼ିଛି, ବେଦାନ୍ତ ପଢ଼ିଛି, ମୁଁ ସବୁ ଜ୍ଞାନୀ, ମହାଜ୍ଞାନୀ। ବାପ ପଚାରିଲା, ଉଦ୍ଦାଳକ ପଚାରିଲା, ଆଉ ତାହେଲେ ତୁ ବାହାସାହା ହେଇଯା, ତୋର ତ ସରିଗଲା ପାଠପଢ଼ା, ବାହାସାହା ହେଇଯା, ସଂସାର କର, ସଂସାରିକ ନହେଲେ ଆଉ ହବ କି? ଭାରି ଗର୍ବ। ଶ୍ୱେତକେତୁ କହିଲା ମୁଁ ତାହେଲେ ପାଠ ପଢ଼ିଲି କିଛି ନାହିଁ, ବେଦ ବେଦାନ୍ତ ଏତେ ଜିନିଷ ପଢ଼ିନି, ବେଦ ଉପନିଷଦ ବେଦାଙ୍ଗ ପଢ଼ିକିରି ଆସିଲେ କିଛି ନାହିଁ। ମୁଇଁ ସେ ଜନକ ଋଷିର ରାଜସଭାରେ ତର୍କ କରିକିରି ଜିତିବି। ଋଷିରାଜ ଜନକର ରାଜସଭାରେ ସବୁବେଳେ ବ୍ରହ୍ମଜ୍ଞାନର ଚର୍ଚ୍ଚା ହୁଏ, ତର୍କ ହୁଏ। ଶ୍ୱେତକେତୁ କହିଲା ମୁଇଁ ସେଠି ତର୍କରେ ଜିତିଲା ପରେ ଯାଇକରି ବାହା ହେବି। ଉଦ୍ଦାଳକ କହିଲେ ଇରେ ବାପ, ୟାର ଭିତରେ ତ ଏତେ ଗର୍ବ, ମାନେ ବେଦଟା ପଢ଼ିକିରି ଆଇଛି ବୋଲି ଇଏ ଦୁନିଆରେ କାହାରିକି ଆଉ ମାନିବା ନାହିଁ, ବାପକୁ ହିଁ ମୁଣ୍ଡିଆ ମାରିକି ନାହିଁ, ତା ମନରେ ଅଲଗା ପ୍ରକାରର ଧାରଣା ହେଇଯାଇଛି। ସେଇଠୁ ଉଦ୍ଦାଳକ ଗୋଟେ ନରମେଇକିରି ଗୋଟେ କଥା ପଚାରିନି,
ବାବୁରେ ତୁଇ ସେଇ ବିଷୟରେ ଜାଣିଛୁ କି ଯେଉଁଟା ଜାଣିଲେ ମାନେ ସେ ଯେଉଁ ଜିନିଷଟା ସେଟା ଗୋଟେ ଗୁପ୍ତ ଜିନିଷ, ଗୁପ୍ତ ରହସ୍ୟ, ସେଇଟା ଯଦି ଜାଣିଗଲୁ ତାହେଲେ ଯେ ଜିନିଷଟା ଶୁଣି ହୋଇନାହିଁ ସେଟାକେ ଶୁଣିପାରିବୁ। ଯେ ଜିନିଷ ଉପରେ ବିଚାର କରି ହୁଏ ନାହିଁ ତାର ଉପରେ ତୁ ବିଚାର କରିପାରିବୁ। ତାର ବିଚାରଟା ତୋର ସାମ୍ନାରେ ଆସିଯିବ। ଆଉ ଯେନ୍ଟା ସଂସାରର ଅଜ୍ଞାତ ହେଇକରି ଅଛି ସେଇଟାକୁ ବି ଜାଣିପାରିବ। ସେତେ କଥା କହିଲା ତାର ମୁଣ୍ଡ ଗୁଡ଼ୁ ବେଦରେ ତ ଏମିତି ପାଠ କାଢ଼ି ପଢ଼ାଇ ନାହିଁ। ସେ ତାର ଗୁରୁ କହିଲା ବାବା ମୋର ଗୁରୁମାନେ ତ ମୋତେ ଏଇ ପାଠଟା ପଢ଼େଇ ନାହିଁ। ବେଦାଙ୍ଗ ଉପନିଷଦ ବେଦାଙ୍ଗ ପୁରାଣ ଶାସ୍ତ୍ରରେ ତ ଏମିତି ପାଠ ନାହିଁ। ତାହେଲେ ମୋତେ ଟିକେ ବୁଝାଅ। ଉଦାଳକ କହିନି ଏଇଟା ଗୋଟେ ସାଧାରଣ ଜିନିଷ। ଯେମିତି ତୁଇ ଯଦି ମାଟିଟାକେ ଚିହ୍ନି ପାରିଲେ ତାହେଲେ ମାଟିରେ ତିଆରି ହେଇଥିବା ସବୁ ଜିନିଷ ଆଗେ ତୁ ଜାଣିପାରିବେ ନା ନାହିଁ। ମାଟିରେ ତିଆରି ହେଇଥିବା ସେଟା କଳସି ହଉ, ସେଟା ହାଣ୍ଡି ହଉ, ସେଟା ବେକା ହଉ, ସେଟା ବଢ଼ା ହଉ, ଯାହା ବି ହଉ, ମାଟିଟାକୁ ଜାଣିଲେ ମାଟିରେ ତିଆରି ଜିନିଷ ଆଗେ ଜାଣିପାରିବ। ସୁନାଟାକୁ ଜାଣିଲେ ସୁନାର ତିଆରି ସେଟା ଅଳଙ୍କାର ଯେତେଟା ସେ କିସ କହନ୍ତି ଯେତେ ସୁନା ରୂପା ଗହଣା ଯେତେ ସବୁ ସେ ଝୁମକା ହଉ, ପାଉଁଜି ହଉ, କି ତୋର ହାର ହଉ, ଚେନ୍ ହଉ, ବଳା ହଉ, ଚୁଡ଼ି ହଉ, ସେଟା ସବୁ କିସ ଜାଣି ହେବ ସୁନାଟାକୁ ଚିହ୍ନିନେ। ଆଉ ଯଦି ଲୁହାଟାକୁ ଚିହ୍ନି ପାରିଲୁ, ଲୁହାଟାକୁ ଜାଣିପାରିଲୁ ତାହେଲେ ଲୁହାର ତିଆରି ସେଟା ଖଣ୍ଡା ହଉ, ସେଟା ନିହାଣ ହଉ, ସେଟା ଟାଙ୍ଗିଆ ହଉ, ସେଟା ହେନଟେନ ଯାହା ବି ହଉ ଚିହ୍ନିଆ ଅତି ସାଧାରଣ ଜିନିଷ। ଠିକ୍ ସେମିତି ସିଏ ଗୋଟେ ଅଛି ଗୋଟେ ଅଦ୍ୱିତୀୟ ସତ୍ୟ, ଗୋଟେ ବ୍ରହ୍ମ। ଯଦି ସେ ଅଦ୍ୱିତୀୟ ସତ୍ୟ ସେ ବ୍ରହ୍ମକୁ ଜାଣିଗଲୁ ତାହେଲେ ଏ ସଂସାରର ସୃଷ୍ଟି, ଏ ସଂସାରର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ବସ୍ତୁ ଯାହା ଦୃଶ୍ୟ ଯାହା ଅଦୃଶ୍ୟ ସବୁ ବିଷୟରେ ଜାଣିପାରିବ। ସେ ବଢ଼ିଆ ଭାବରେ ବୁଝେଇଛନ୍ତି ଉଦାଳକକୁ। ଆଉ ସେଇଟା ସେ ବ୍ରହ୍ମଟା ପୁଣି ତୋରି ଭିତରେ ହିଁ ଅଛି, ଆତ୍ମା ରୂପରେ। ତତ୍ତ୍ୱମ୍ ଅସି, ଚାରିଟା ମହାବାକ୍ୟ ଯେଉଁ ଅଛି, ଚାରି ମହାବାକ୍ୟ ପ୍ରଜ୍ଞାଣାମ୍ ବ୍ରହ୍ମ, ଅହମ୍ ବ୍ରହ୍ମାସ୍ମି, ତତ୍ତ୍ୱମସି, ଆତ୍ମା ବ୍ରହ୍ମ, ଇଏ ଚାରିଟା ମହାବାକ୍ୟ। ଚାରିଟା ମହାବାକ୍ୟରୁ ଏଇଠି ଗୋଟେ ମହାବାକ୍ୟ ବିଷୟରେ ଉଦାଳକ ନିଜର ପୁଅ ଶ୍ଵେତକେତୁକୁ ବୁଝେଇଛନ୍ତି। ସେଟା ହେଉଛି ତତ୍ତ୍ୱମ୍ ଅସି, ଅର୍ଥାତ୍ ତମେ ଯେଉଁ ବ୍ରହ୍ମ, ଯେଉଁ ଅଦ୍ୱିତୀୟ ସତ୍ୟ ବିଷୟରେ ଜାଣିବା ପାଇଁ ଚାହୁଁଛ ସେଟା ତୁମ ଭିତରେ ହିଁ ଅଛି। ସିଏ ଆଉ ଅଲଗା କୁଆଡ଼େ ନାହିଁ। ବାହାରେ ତୁମେ ସେତେବେଳେ ତାକୁ ଅନୁଭବ କରିପାରିବ ଯେତେବେଳେ ତୁମେ ତାକୁ ତୁମ ଭିତରେ ହିଁ ଅନୁଭବ କରିପାରିବ। ଭିତରେ ଅନୁଭବ ବିନା, ଆତ୍ମା ଭିତରେ ଅନୁଭବ ବିନା ସେ ବ୍ରହ୍ମକୁ ବାହାରେ କେହି ଅନୁଭବ କରିପାରିବ ନାହିଁ, ବାହାରେ ଜାଣିପାରିବ ନାହିଁ। ସେ ବଢ଼ିଆ ଆହୁରି ଉଦାହରଣ ଦେଇଛନ୍ତି ସୃଷ୍ଟି କେମିତି ହେଲା। ପ୍ରଥମେ ତେଜ, ଜଳ, ଅଗ୍ନି। ପ୍ରଥମେ ତେଜରୁ ଜଳ ଆଉ ଅନ୍ନ ତିନି ଭାଗଟାକୁ ନେଇକରି ସେ ସୁନ୍ଦର ଭାବରେ ବୁଝେଇଛନ୍ତି। ସେ ବିଷୟରେ ପଶିବି ନାହିଁ। ଆଉ ଯେ ଯଦି ଏ ବିଷୟରେ ଜାଣିବା ନାହିଁ ଅଧିକା ଚାହୁଁଛନ୍ତି ତାହେଲେ ୟୁଟ୍ୟୁବ୍ ଦେଖ କି ଗୁଗୁଲରେ ପଢ଼ି ଦେଖ ଉଦାଳକ ଅରୁଣୀ କଥା, ଶ୍ଵେତକେତୁ କଥା। ଏଟା ହେଉଛି ଛାନ୍ଦୋଗ୍ୟ ଉପନିଷଦ। ଛାନ୍ଦୋଗ୍ୟ ଉପନିଷଦର ଇଏ ଖଣ୍ଡେ କଥା। ଏ ଛାନ୍ଦୋଗ୍ୟ ଉପନିଷଦକୁ ପୁଣି ଲେଖୁଛି କିଏ? ଯଜ୍ଞବଲ୍କ୍ୟ, ଋଷି ଯଜ୍ଞବଲ୍କ୍ୟ। ଉଦାଳକର ଶିଷ୍ୟ ହେଉଛନ୍ତି ଯଜ୍ଞବଲ୍କ୍ୟ।
ସେ ଉଦାହରଣ ଦେଇଛନ୍ତି, ବହୁତ ସୁନ୍ଦର ସୁନ୍ଦର ଉଦାହରଣ, ଯେମିତି ମାନେ ମହୁ, ଅନେକ ଫୁଲର ରସ ମିଶିକରି ମହୁ ହେଉଛି, କିନ୍ତୁ ଥରେ ମହୁ ହେଇଗଲା ପରେ ସେ ମହୁଟା ଜାଣିପାରୁଛି କି ମୁଁ କେଉଁ ଫୁଲରୁ ଆସିଛି ବୋଲି? ନାହିଁ। ଯେତେବେଳେ ସେ ବ୍ରହ୍ମତତ୍ତ୍ୱ ସାଙ୍ଗରେ ଆମେ ମିଶିଯିବା, ସେ ପରମ ବ୍ରହ୍ମ ଅଦ୍ୱିତୀୟ ସତ୍ୟ, ସିଏ ଗୋଟେ ମହୁ, ଆମେ ସମସ୍ତେ ଗୋଟେ ଗୋଟେ ଫୁଲ, ସେଠି ମିଶିଗଲେ ଆମେ ନିଜର ଅସ୍ତିତ୍ୱ ହରାଇ ବସିବା। ଅସ୍ତିତ୍ୱ ମାନେ ମୁଁ ଯେଠି ଅଛେ, ମୁଁ କିସ କରୁଛେ, କିସ ନାଇଁ କରୁଛେ, ଏସବୁ ଜିନିଷର କିଛି ମାନେ ଆଉ ରହିବ ନାହିଁ। ମୋର ଭିତରେ ସିଏ ହିଁ ପଶିଯିବ। ସେଇ ଯେଉଁ ସୂକ୍ଷ୍ମ ଜିନିଷଟା, ସେଇଟା ହିଁ ଆତ୍ମା। ସେଇଟା ସମସ୍ତଙ୍କ ଠାଣ ଅଛି, ତୁମ ଠାଣ ଅଛି, ମୋର ଠାଣ ଅଛି, ସମସ୍ତଙ୍କ ଠାଣ ଅଛି। ଆଉ ସେଇଟା ହିଁ ବଡ଼ ଆତ୍ମା। ସିଏ ଗୋଟେ ସୂକ୍ଷ୍ମ ଅନୁଭବ ମାତ୍ର। ତତ୍ତ୍ୱ ଆସି, ତାହା ତୁମ ପାଖରେ ଅଛି, ତୁମେ ଯାହାକୁ ଖୋଜୁଛ। ଶିମିଳିପାଳ 8 ଦୋଳ ଗନେ କିସ ହେଉଛି, ବଡ଼ାଙ୍କୁ ପୂଜା କରିକି ଯାଇକି ହେଉଛି, ସେଠି କେହି କାହାକେ ବଡ଼ାମ ବୋଲି ପୂଜା କରାହେଉଛି? ମଣିଷଟାକେ ନା, ମଣିଷଟାକେ ନି କୁହାହେଉଛି ନା। ସେ ଦେଉଳଟା କିସ? ମାନବ ଦେଉଳ। ଅର୍ଥାତ୍ ସବୁ ମାନବ ଭିତରେ, ସବୁ ମାନବ ଗୋଟେ ଗୋଟେ ଦେଉଳ। ଏ ମାନବ ଶରୀରଟା ଗୋଟେ ଦେଉଳ। ଏ ଦେଉଳ ଭିତରେ ବ୍ରହ୍ମ ଆତ୍ମା ଘର କରିକିରି ଅଛି। ଇଏ ଗୋଟେ ଶରୀରଟା ଗୋଟେ ଘର। ସେ ଘର ଭିତରେ ଯିଏ ଅଛି, ସେ ଆତ୍ମା ରୂପୀ ବ୍ରହ୍ମ, ସିଏ ହିଁ ପଡ଼ାମ। ସିଏ ଗୋଟେ ଶୂନ୍ୟ ଚେତନା, ଗୋଟେ ଅନୁଭବ। ସେଇ ଦେଖି ସେଠି ବଡ଼ାମକୁ ପୂଜା କରିତେ ପୂଜା କରିକି ଯାଇତେ ହୁଏ। ଆଉ ମଣିଷଟାକେ ନି ବଡ଼ାମ ବୋଲି ଡାକାଯାଏ। ସେ ବଡ଼ାମ କିଏ? ଆମର ପିତୃପିତା, ଇଷ୍ଟ, ଆମର କୂଳର ଇଷ୍ଟ କୁହନ୍ତି। କୂଳର ଇଷ୍ଟ କହିନେ କିଏ? ବାପା ମା', ଆମକୁ ଯିଏ ଜନ୍ମ କରିଛନ୍ତି। ଯଦି ମୋର ବାପ ଆଉ ମା' ସେମାନେ ହେନେ ଦେବତା, ତାହେଲେ ମୁଇଁ କିଏ? ଦେବପୁତ୍ର ନିଶ୍ଚିତ ଭାବରେ। ବାଘର ଛୁଆଟା ବାଘ, ନାଗର ଛୁଆଟା ନାଗ, ଡଣ୍ଡର ଛୁଆଟା ଡଣ୍ଡ, ଶିଆଳର ଛୁଆଟା ଶିଆଳ। ଉଲ୍ଟା କେମିତି ହାକେ? ତତ୍ତ୍ୱମସି, ତାହା ତୁମ ପାଖରେ ହିଁ ଅଛି। ଆମେ ଭଗବାନ ବୋଲି ଯାହାକୁ ମାନୁଛେ, ଆମକୁ ସୃଷ୍ଟି କରିଛି କିଏ? ଆମର ପିତାମାତା ନା, ସିଏ ହିଁ ତ ଦେବତା। ବଡ଼ାମ ବୋଲି ଆମେ ଡାକୁଛେ କାହାକୁ? ସେ ମଣିଷକୁ ନା। ଆମର ପୂର୍ବପୁରୁଷ ଇଷ୍ଟମାନଙ୍କୁ ମାନୁଛେ ନା ବଡ଼ାମ ବୋଲି। ତ ଆମ ଭିତରେ ଦେବତ୍ୱର ଅଂଶ ଅଛି, ଦେବ ଅଂଶୀ ଆମେ। ଆମ ଭିତରେ କିନ୍ତୁ ଆମର ସେ ଅନୁଭବଟା ନାହିଁ। ଆମେ ଅନୁଭବ କରିପାରିକି ନାହିଁ। ଯେମିତି ଉଦାଳକ ଆଉ ଗୋଟେ କଥା ହିଁ କହିଛନ୍ତି, ଯେମିତି ସମୁଦ୍ରରେ ମିଶିଗଲା ପରେ ସବୁ ନଦୀ ନିଜର ଅସ୍ତିତ୍ୱ ହରାଇ ବସନ୍ତି। କିଏ ଗଙ୍ଗା, କିଏ ଯମୁନା, କିଏ ସରସ୍ୱତୀ, କିଏ ନର୍ମଦା, ସିନ୍ଧୁ, ଗୋଦାବରୀ, କିଏ ରହେ କି? ସମୁଦ୍ରରେ ମିଶିକିନି ସମସ୍ତେ ସମୁଦ୍ର ହେଇଯାଆନ୍ତି। ପୁଣି ସମୁଦ୍ରରୁ ସେ ପାଣିଟା ଶୂନ୍ୟରୁ ବାଷ୍ପ ହେଇକରି ଉଠେଇ, ସିଏ ପୁଣି ବର୍ଷା ହେଇକରି ଆଉ ଥରେ ପାହାଡ଼ରୁ ଝରି ଆସେ, ସେଇ ନଈ ବାଟେ ହେଇକରି ଆଉ ଥରେ ସମୁଦ୍ରରେ ମିଶେ। ଆମେ ସମସ୍ତେ ସେଇ ସମୁଦ୍ର, ବ୍ରହ୍ମରୂପୀ ସମୁଦ୍ର, ପରମ ବ୍ରହ୍ମରୂପୀ ସମୁଦ୍ର ଭିତରୁ ହିଁ ଆସିଛେ। କିନ୍ତୁ ସେ ଅନୁଭବଟା ଆମ ଠାନେ ନାଇଁନି। ଏଇଟା ହେଉଛି କଥା, ଆଉ ନହେଲେ କିଛି ନାହିଁ। ତେଣୁ କହୁଥିଲି ନା କି ଉଦାଳକ ଋଷିର କଥା, ଉଦାଳକ ଋଷିର ଦର୍ଶନ କିଛି ଆମ ଠାନେ ଅଛି ନା ନାହିଁ? ଏଇଟା ମୂଳଦୁଆଟା। ଏଇଟା ପୁଣି ବେଦାନ୍ତ ଦର୍ଶନର ଇଏ ହେଉଛି ବେସିକ୍ ଜିନିଷଟା, ଯେଉଁ କୁହନ୍ତି ନା ମୂଳ ପାଠଟା, ବେଦାନ୍ତ ଦର୍ଶନର ମୂଳ ପାଠ। ବେଦାନ୍ତ କହିଲେ ବେଦର ଅନ୍ତ ହିଁ ବେଦାନ୍ତ। ଏଠି ପୁଣି ଉଦାଳକ ଯେ କଥା କହିନି, ସେଟା ତ ବେଦରେ ନାଇଁନି। ସେ ତ ବେଦ ପଢ଼ିକିରି ଆସିଲା, କିନ୍ତୁ
ବେଦରେ ପାଠଟା ଅଛି କି? ବେଦରେ ନାଇଁ, ଏଇଟା ନିର୍ବେଦ, ଏଇଟା ଅଲେଖ, ଏଇଟା ଅକଥା, ଏଇଟା ଭଣ୍ଡ, ଏଇଟା ଡାଳ। ତ ଆଉ କହୁଥିଲି କିଛି ହଁ, ଉଦ୍ଦାଳକ ତାର ଗୁରୁ ଧୌମ୍ୟ କଥା, ଧୌମ୍ୟ ଥିଲା କିସ ପାଣ୍ଡବମାନଙ୍କର କୁଳ ପୁରୋହିତ। ବିରାଟଗଡ଼, ଅଜ୍ଞାତବାସ, 18 ଖଣ୍ଡ ମହାଭାରତ। ଆମର ଅଞ୍ଚଳଟା ଥିଲା ବିରାଟଗଡ଼ ଅଜ୍ଞାତବାସରେ ପାଣ୍ଡବମାନେ ଏଇଠି ରହୁଥିଲେ। ଲୋକ କଥା ଅନୁସାରେ ରାମାୟଣ କିସ ମହାଭାରତ କିସ ସେ ଭିତରକୁ ପଶିନେ ଆହୁରି ଅଲଗା ପାଠ ଅଛି। ରାମାୟଣ ମହାଭାରତ କେମିତିକରି ହେଲା ସିଏ ତ ଅଛି ଅଲଗା କଥା। ଜିରାରୁ ଶିରା ବାହାରିବା କଥା କହିନେ କେତେ କଥା। ନୂଆ ଭିଡ଼ିଓ ବନାବା ନାହିଁ ସେମାନେ ଗୋଟେ। ତ ଏଇଠି ମହାଭାରତର ସତ୍ତା, ଏଇଠି ବେଦର ସତ୍ତା, ଏଇଠି ବେଦାନ୍ତର ସତ୍ତା ସବୁ ଆମରି କୂଳରେ, ଆମରି ସାମ୍ନାରେ, ଆମରି ଆଖି ଆଗରେ ହିଁ ରଖା ହେଇଛି। ଆମେ ତାକେ ଅନୁଭବ କରିପାରିକି ନାହିଁ। ଇଏ ଗୋଟିଏ ଋଷିର କଥା କହିଲେ, ଆଉ ଗୋଟେ ଋଷିର କଥା କହିବି ଆଉ ଗୋଟେ ଭିଡ଼ିଓରେ। କପିଳମୁନିର କଥା ଗୋଟେ ହିଁ କହିବି। ଇଏ ଯେଉଁ ଋଷିକୂଳଟା, ଏ ଋଷିକୂଳଟା ସପ୍ତ ଋଷି କହୁଛନ୍ତି। ଋଷିକୂଳଟା ହେଉଛନ୍ତି 7 ଋଷି। 7 ଋଷି କିଏ? ମନୁର ମାନେ ଯେଉଁ ସୃଷ୍ଟି ଗୁଡ଼ା ରହିଛି, ମନୁ ଅନୁସାରେ ଋଷି ବି ଅଲଗା ଅଲଗା ଅଛନ୍ତି। ଏ ଋଷି 7 ଜଣ ହେନେ ଇନ୍ଦ୍ର ସଭାର ଏ ହେନେ ପରିଚାଳକ। ମାନେ ଏମାନଙ୍କର ଋଷିମାନଙ୍କର ବିନା ପରାମର୍ଶରେ ଇନ୍ଦ୍ର କିଛି କରନ୍ତି ନାହିଁ। ଇନ୍ଦ୍ରକୁ ପରାମର୍ଶ ଦିଅନ୍ତି ଏ 7 ଋଷି। ଇନ୍ଦ୍ର କିଏ? ଦେବରାଜ। ଆଉ ଗୋଟେ କଥା ସେଠି, ଆଉ ଗୋଟେ ଗଣ୍ଠି ଦେଖ, ସେଟା କିଛି ଲେଖୁଛନ୍ତି ଆମର ଦେବରାଜ ବୃନ୍ଦାବନ ମହାପାତ୍ର। ସେଠି ଦେବରାଜ କିଛି ନାହିଁ କୁହାଯାଉଛି, ଦେବତା ମାନଙ୍କର ରାଜା। ତ ଆମେ ସମସ୍ତେ ଦେବତା ସେ ଗୋଟେ କଥା, ସେ କଥାଟା ଜାଣିନେ ହେଲା। ଆଉ ସେଠି ଯେ ସଭା ହୁଏ ସେଟା କିସ କହନ୍ତି? ଦେବସଭା। ମାନବ ଦୌଡ଼ର କେବେ ସଭା ହେଇଛି ଦେଖିଛ ନା? ଦେଖିଛି ଥରେ ଅଧେ। ସେଠି ସଭା ହେନେ କିସ ହୁଏ? ସେଟା କହନ୍ତି ଦେବସଭା। ଦେବରାଜ, ଦେବତାମାନଙ୍କର ରାଜା। ତାମାନେ କ'ଣ? ସେଟା ଇନ୍ଦ୍ରର ଆସନ, ଯିଏ ସମସ୍ତ ଦେବତାମାନଙ୍କୁ ନିଜ କଣ୍ଟ୍ରୋଲରେ ରଖିବ। ତାକୁ ପରିଚାଳନା ତାର ବାଟ ଦେଖାଉଥିଲେ କିଏ? ସପ୍ତଋଷି। ସପ୍ତଋଷି କିଏ? ବଡ଼ାମୁଢ଼ାରେ ଗୋଟେ ପୁଅ ଗୋଟେ ଝିଅ କହିନେ। ସେ ନିରାକାରରୁ ଆକାର କେମିତି ହେଲା, ସେଟା ଆମର ଲୋକ କଥା ଅନୁସାରେ ଅନେକ ପାଠ। ବଡ଼ାମର ଗୋଟେ ପୁଅ ଗୋଟେ ଝିଅ। ଗୋଟେ ହେଲା ରାଜା ଗଣେଶର ପୁଅଟା, ଝିଅଟା ହେଲା ଡିଣ୍ଡାରାଣୀ। ଗଣେଶର 7 ପୁଅ, 7 ମହାବୀର। ସିଏ ଯେଉଁ ଇଆଡ଼େ ଯେଉଁ କୁହାହେଉଛି 7 ମହାବୀର, ସେ 7 ମହାବୀର ଆଉ କେହି ନାହିଁ, ସିଏ ହେନେ ସେଇ 7 ଋଷି। ସପ୍ତ ଋଷିର ସତ୍ତା। ସିଏ ଗୋଟେ କୂଳକୁ ପୁରୋହିତ ଭଳିଆ କୂଳକୁ ମାର୍ଗଦର୍ଶନ କରୁଛନ୍ତି। 7 ଋଷି। ସେଇ 7 ଋଷିକୁ ବିଭିନ୍ନ ପୁରାଣରେ ଅଲଗା ଅଲଗା ନାଁରେ ତାଙ୍କୁ ନାମିତ କରାଯାଇଛି। ଯେମିତି ମାଟିଟାକୁ ଜାଣିନେ ମାଟିରେ ତିଆରି ସବୁ ବସ୍ତୁ ଜାଣିବା ଆଗେ, ସୁନାଟାକୁ ଜାଣିନେ ସୁନାରେ ତିଆରି ସବୁ ଅଳଙ୍କାରକୁ ଜାଣିବା ଆଗେ। ଠିକ୍ ସେମିତି ବଡ଼ାମକୁ ଯଦି ମନ ଭିତରେ ଅନୁଭବ କରି ହେଲା, ବଡ଼ାମଠାରୁ କେଇଟା କେମିତି ସୃଷ୍ଟି ହେଇଛି, ସେଇଆ ସବୁ ଆପେ ଜାଣିବା ଆଗେ। ଏଇଟା ସ୍ୱୟଂଭୂ ପାଠ। ଏଇଟା କେହି ଲେଖି ନାହିଁ, କେହି ଦେବେ ନାହିଁ, ଏଠି ଲେଖା ହେଇନାହିଁ। ତେଣୁକରି ଯେଉଁ ଜିନିଷ ଲେଖା ହେଇଛି, କିଛି ଆମର ଆଦିଶୂନ୍ୟଗୁପ୍ତ ପୁରାଣ ହେଲା, ବଡ଼ାମ ପୁରାଣ ହେଲା, ସିଗା ସମ୍ପୂର୍ଣ୍ଣ ରୂପେ ସତ୍ୟ ନାହିଁ। ତାହା କେବଳ ଏକ ସୂଚନା ମାତ୍ର। ତାକୁ ସମ୍ପୂର୍ଣ୍ଣ ରୂପେ ସତ ବୋଲି ମାନିକରି ବିଭ୍ରାନ୍ତ ହେବାଟା ମୋର ମତରେ ଠିକ୍ ନାହିଁ। ଯଦି କିଏ ମାନୁଛି ମାନନ୍ତୁ, କିନ୍ତୁ ମୁଁ ତାକୁ ମାନେ ନାହିଁ। ସମ୍ପୂର୍ଣ୍ଣ ରୂପେ ସତ ବୋଲି ମୁଁ ତାକୁ କେବେ ମାନିବି ନାହିଁ, କାରଣ ସେଇଟା ନାହିଁ। ପ୍ରକୃତରେ ବଡ଼ାମ ଅଲେଖ ଅକଥା ହେଇକରି ଅନୁଭବ ଭିତରେ ହିଁ ଅଛନ୍ତି, ତାକୁ ଲେଖା ହେଇନାହିଁ। ଏ
କଳିଯୁଗର ଶେଷ ସମୟରେ ବଡ଼ା ଆମର ଆବିର୍ଭାବ ନିଶ୍ଚିତ ଭାବରେ ବଡ଼ା ମା ଆସି ନାହିଁ କଳିଯୁଗ ସରିଆକେ। ଏଇଟା ସତ୍ୟ, ଏଇଟା କେବେ ମିଥ୍ୟା ନାହିଁ, ଇଏ ସତ୍ୟ। ତ ଆଗକୁ କହିବା, ଏଇଟା ଉଦାଳକ ଋଷିର କଥା ହେଲା। ଆଗକୁ କହିବା କପିଳମୁନି, ସୁଆସାରୀ କପିଳମୁନି ଘାଟି, ନୀଳଗିରି, ସେ ଅଞ୍ଚଳର କଥା ଟିକେ ବାହାର କରିବା। କୁପାରି, ଏଇଟା କପିଳମୁନି, ଏଇଟା ମୁନି ଯାତ୍ରା ଆଜି ଯାଏଁ ହେଉଛି, ଦେଖିବ ମୁନି ଯାତ୍ରା କପିଳମୁନିରେ ଆସ୍ଥାନ ସିଏ। କପିଳମୁନି ଆଉ କପିଳମୁନି ସାଙ୍ଗରେ ଶାଳଟା ଆମର ଯୋଡ଼ା ହେଇଛି। ଶାଳ ବିଷୟରେ ଠାକୁରାଣୀ ଶାଳ, ବଡ଼ାମ ଶାଳ, ଠାକୁରାଣୀ ଶାଳ, କେତେଟା ଶାଳ ଅଛି ଭଗବାନ, ସବୁ ଶାଳ ବିଷୟରେ ତ କହିବା ନାହିଁ, ଟିକେ 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 ଦେଖିବା ଠାକୁର କେତେ ଦେଉଛନ୍ତି, କେତେ କହିବା ନାଇଁ ପରମିସନ୍ ଦେଉଛନ୍ତି ସେତିକି କହିବା। ତ ଆଜି ପାଇଁ ଏତିକି। ସେ ରାକାର ବଡ଼ାମ ସମସ୍ତଙ୍କୁ ଚେତନା ଦିଅନ୍ତୁ କି ନିଜ ଭିତରେ ଥିବା ବ୍ରହ୍ମତ୍ୱକୁ ପ୍ରତ୍ୟେକ ବଡ଼ାମ କୁଳିଆ, ସବୁ ବଡ଼ାମ କୁଳିଆ ଅନୁଭବ କରନ୍ତୁ। ତତ୍ତ୍ୱମସି, ତାହା ତୁମ ଭିତରେ ହିଁ ଅଛି। ଯାହାକୁ ତୁମେ ଖୋଜୁଛ, ବଡ଼ାମ ବୋଲି ଯାହାକୁ ପୂଜା କରୁଛ, ସିଏ ସବୁବେଳେ ତୁମ ଭିତରେ ହିଁ ଅଛି। ଅନୁଭବ କର। ଜୟ ବଡ଼ାମ।